ଆଉ ହଁ, ମୋର ଯେତକ ବି ଆଦିବାସୀ ଭାଇମାନେ, ମୋର ଯେଉଁ ଆଦିବାସୀ ଗାଁରେ ଯେଉଁ ଅଛନ୍ତି, ସେମାନେ ଯେଉଁ ଗାଁ ପାଇଁ କିଛି କରିବାକୁ ବାହାରୁଛନ୍ତି, ମାନେ ଗାଁର ଧର ଯେଉଁ ଭଲ ମନ୍ଦ, ଗାଁକୁ କେମିତି ଡେଭଲପ୍ କରିବା, ଆମ ଗାଁଟାକୁ ଏ ଟାଇପ୍ର ଟିକେ ଆମେ ସଜେଇବା, ଆମ ରାସ୍ତା କେମିତି କ'ଣ କରିବା, ଜମାରୁ ସେଇ ଭୁଲ କରନ୍ତୁ ନାହିଁ। ଆପଣମାନେ ଲୋକଙ୍କୁ କେବେ ହେଲେ ବି ସାହାଯ୍ୟ କରନ୍ତୁ ନାହିଁ। ସାହାଯ୍ୟ କଲା ପରେ ଆପଣମାନଙ୍କୁ ସବୁ ଲୋକ ସବୁ ଟାଉଟର, ଦଲାଲ, ଚୋର ଆପଣମାନଙ୍କୁ ପରିଣତ କରିବେ। କାହିଁକିନା ସେମାନେ କହିବେ, ଦେଖ ଆରେ ସିଏ କିଛି ପାଉଛି ବୋଲି ସିନା ସିଏ ସେଇଠି ଘୁରି ବୁଲୁଛି, ନହେଲେ ସିଏ କେନେ ଘୁରି ବୁଲିଥାନ୍ତା। ସପୋଜ ମୁଁ କହୁଛି, ଆପଣ ଯଦି କହିବେ ଆପଣଙ୍କ ଗାଁରେ ମିଟିଂ ଗୋଟେ ଡାକିକି, ନା ଆମର ଗାଁରେ ଗୋଟେ ପୋଖରୀ ଖୋଳିବା, ଆମର ତ ଗାଁ ଗହଳିରେ ତ ଅଧିକାଂଶ ଗୋରୁ ଫୋରୁ ଅଛନ୍ତି। ତ ଦେଖନ୍ତୁ ମୋ ପଛଆଡ଼େ ମୁଁ ଦେଖୁଛି, ମୁଁ ଜଙ୍ଗଲଟା ବି, ମୁଁ ଥରେ ମୁଁ ଉଦାହରଣ କହୁଛି। ଆପଣ ଧର ଯେଉଁ ଆପଣ କହିବେ ଯେ ନା ସେଇଠି ଗୋଟେ ଆମେ ଗଡ଼ିଆ ଖୋଳିବା, ସେଇଟା ଆମର ପଞ୍ଚାୟତର ପକେଇକି ସେଇଟା ଗୋଟେ ଗଡ଼ିଆ ଖୋଳିଲେ ଆମର ଯେତିକ ସବୁ ଯେଉଁ ଏ ଗୋରୁମୂର୍ତ୍ତି ଲୋକ ଯେ ସବୁ ଯାଉଛନ୍ତି ଗୋରୁ ନେଇକି, ତ ବଣ ସାଇଡ଼୍ରେ ଗୋଟେ ଗଡ଼ିଆ କରିଦେନେ ଆମର ଗାଧୁଆ ବି ହେଇଯିବ। ତାପରେ ଆମର ଯେଉଁ ଗୋରୁ ଛେଳି ଯେଉଁ ରହୁଛନ୍ତି ପାଣି ବି ସେମାନେ ପିଇପାରିବେ। ସେମିତି ଗୋଟେ ବର୍ଷ କହିଲି, ମୋତେ ସବୁ କ'ଣ କହିଲେ ଜାଣିଛ ନା, ସିଏ ହେଉଛନ୍ତି ପୁଣି ବାହାରିଗଲା, ସେ ସେଇଠି ମାରିକି ଖାଇବ, ବୁଝିପାରିଲ ନା। ସେଇ ଟାଇପ୍ର ଲୋକମାନଙ୍କର ସବୁ ଧାରଣା। କାହିଁକିନା ଦେଖନ୍ତୁ, ମୋ ଦ୍ୱାରା ଏଇ ମୋ ପଛପଟେ ବି ଦେଖନ୍ତୁ, ଏଇ ଯେଉଁ ବୋରିଂ କରାହେଇଛି, ଆପଣମାନେ ଦେଖନ୍ତୁ, ଏଇ ଯେଉଁ କ୍ଲଷ୍ଟରଟି ହେଇଛି, ମୋତେ ବି ସେ ଲୋକ ସବୁ କହୁଥିଲେ ସେଇ ସମୟରେ, ଯେ ସମୟରେ ମୁଁ ଲୋକମାନଙ୍କ ପାଖରୁ ଡକୁମେଣ୍ଟ ଯାଇକି ଆଣିଲି, ଯେ ପଇସା ପ୍ରଥମ ନେଇକି ଗଲି ଡିପୋଜିଟ୍ କଲେ, ପ୍ରଥମେ ମୋତେ ବହୁତ ଲୋକ ସବୁ କହିଲେ ଯେ ନା ସେ ଲୋକଟା ମୋର ଏଇ ପଇସାଟା ନେଇକି ସେ ଖାଇଦେଉଛି, ବୁଝିପାରିଲ ନା। ତ ଦେଖନ୍ତୁ ସେସବୁ କାମ ହେଇଛି ନା ହେଇନି। ତ ଆପଣମାନେ ଦେଖନ୍ତୁ, ପ୍ରତ୍ୟେକ ଲୋକ ଏଇ କାମ ସବୁ ଆଙ୍କ ଦ୍ୱାରା ହେଇପାରେ ନାହିଁ। ମାନେ ଗାଁର କିଛି ଲୋକ ହିଁ ମାତ୍ର ଏମିତି କାମ କରିପାରନ୍ତି। ତ ମୋର ଆଉ ଗୋଟେ ମୁଁ ଖାଲି ଗାଁ ପାଇଁ ଖାଲି ଆଉ ଗୋଟେ ମୁଁ ଜିନିଷ କରିମି। ତ ସେଇଟା ହେଉଛି ଆଉ ଗୋଟେ କ୍ଲଷ୍ଟର। ଏଇଥର 7 ଜଣଙ୍କର ଡକୁମେଣ୍ଟ ମୁଁ ନେଇକି ଯାଇକି ଦେଇ ଆସିଛି। ତ ସେଇ କାମଟା ସରିଗଲା ପରେ ମୁଁ ମୁଣ୍ଡିଆଟି ମାରିଦେମି। ଆଉ ସେ ଗାଁର ଭଲ ହେଲା ମନ୍ଦ ହେଲା, କାହାର କିସ ଗଲା, ମୁଁ ଆଉ ସେ ଧନ୍ଦାରେ ଆଉ ପଶିବି ନାହିଁ। ହଁ, ଆଉ ମୋର ଯେଉଁ ଛୋଟ ଛୋଟ ଭାଇଗା ଅଛନ୍ତି, ବଡ଼ ଭାଇଗା ବି ଅଛନ୍ତି, ସେମାନଙ୍କୁ ବି ମୁଁ ଜଣାଇ ଦେଉଛି, ଆପଣ ସମୟ ନଷ୍ଟ ନ କରି ନିଜର କାମ ଦେଖନ୍ତୁ, ସେଇଟା ଗୁରୁତ୍ୱ ଦିଅନ୍ତୁ। କାହିଁକିନା ଗାଁର ଉନ୍ନତି କରିବ, ଗାଁର କାମ କରିବ, ତାପରେ ଆପଣ ଫଳ ନିହାତି ପାଇବେ। ଫଳ କ'ଣଟା ପାଇବେ? ଫଳ ଇଏ ପାଇବେ, ଲାଷ୍ଟରେ ଆପଣମାନଙ୍କୁ କହିବେ ଚୋର ଡକାୟତ, ବୁଝିପାରିଲ ନା। ତାପରେ ମୁଁ କ'ଣ କହିବି, ଆପଣମାନେ ଥରେ ବି ଯେଉଁ ଭାଇମାନେ ବି ଗାଁରେ କାମ କରୁଛନ୍ତି, ସେମାନେ ନିହାତି ଜାଣିପାରୁଥିବେ ନା ପ୍ରକୃତରେ କ'ଣ କେମିତି ଲାଗେ। କାହିଁକିନା ଏତେ ମୋତେ ଖରାପ ଲାଗିଯାଉଛି। ଦେଖନ୍ତୁ, ଶଳା ଗାଁର ଏତେ ସବୁ କାମ କଲା ପରେ ବି, ସେମାନଙ୍କର ସୁବିଧା ଅସୁବିଧାରେ ଛିଡ଼ା ହେଲା ପରେ ବି, ଆରେ ଆମର ବି କାମ କରୁତେ ଆସିଲେ ମୁଁ ବି ପଇସା ଦେବି। ମୁଁ କ'ଣ ଖାଲିଟାରେ ମୁଁ ପଇସା ମାନେ ଆପଣମାନଙ୍କୁ ଖଟେଇବି? ତ ସେଇ ଲୋକମାନେ କ'ଣ, ଏଇଟା ଥରେ ବୋଲି କଥା ନୁହେଁ। ଏଇଟା ମାନେ କହିବାକୁ ଗଲେ ବହୁତ ବର୍ଷ ହେଇଗଲାନି। ମୁଁ ଦେଖେ ଲୋକମାନଙ୍କୁ ଦେଖିଲି ଯେ ମୁଁ ସେତେବେଳେ ଭାବୁଥିଲି ମୁଁ ମୋ ନିଜ କାମ କରିବି, ମୋ ନିଜ କର୍ତ୍ତବ୍ୟ ମୁଁ କରିବି। ସେମାନେ ଲୋକ ସବୁ ଆସିଲେ କେତେ, ନ ଆସିଲେ କେତେ, ମୁଁ ସେଇଟା ଭାବୁଥିଲି। କିନ୍ତୁ ଏବେ ଆଉ ନା, ମୁଁ ଜୁହାର ମୁଣ୍ଡିଆ ମାରିମି। ମୋର ଯେଉଁ ଭାଇମାନେ ବି ଗାଁର ଯଦି ଭଲ ପାଇଁ ବାହାରୁଛନ୍ତି, ସେମାନଙ୍କୁ ବି ମୁଁ କହିଦେଉଛି ସାବଧାନ ହୁଅନ୍ତୁ। କାହିଁକିନା ଆଜିକାଲି ଦୁନିଆରେ ଲୋକ ସବୁ ଆଉ ସ୍ୱାର୍ଥପର ହୋଇଯାଇଛନ୍ତି। କାହିଁକିନା ପଇସା ପାଖରେ ହେଉଛି ଖେଳ। ଆପଣମାନଙ୍କ ପାଖରେ ଯଦି ପଇସା ହେଭି ଅଛି, ତ ଆପଣମାନେ ବାହାରନ୍ତୁ, ନଚେତ୍ ଆପଣମାନେ ବାହାରନ୍ତୁ ନାହିଁ। କାହିଁକିନା ନିଜ ଭବିଷ୍ୟତ ଅନ୍ଧାରରେ ପକାଇଦେବେ। କାହିଁକିନା ଦେଖନ୍ତୁ, ଆପଣ ସେଇ ସମୟଟାକୁ ଯଦି ଆପଣ ନିଜ ଉପରେ ଯଦି ଖର୍ଚ୍ଚ କରିବେ, ତ ବହୁତ କିଛି କରିପାରିବେ। ତ ଆମେ ସେଇ ସମୟ ଆମର ଗାଁର ଦେବା ନାହିଁ। କାହିଁକିନା ଆମେ
ମୁଁ ଆଉ କ'ଣ କହିବି, ଗାଁର ଆମେ ମୁଖିଆ କି ମୁଣ୍ଡି ହେବାକୁ ଚାହିଁବା ନାହିଁ। ଯିଏ ମୁଣ୍ଡି ହେବ ମାନେ ତା'ର ମୁଣ୍ଡରେ ଠେଙ୍ଗା ପଡ଼ିବ। ତ ତେଣୁ କରିକି ଯେଉଁ ଭାଇମାନଙ୍କୁ ମୋର ଏଇ ଭିଡ଼ିଓଟି, ମୋର କଥାବାର୍ତ୍ତା, ଆମର ଯେଉଁ ଏଇ କଥା ଗୁଡ଼ିକ ଯଦି ଭଲ ଲାଗୁଛି ତ ନିହାତି ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଭିଡ଼ିଓକୁ ମୋର ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଠିକ୍ ଅଛି, ଚାଲନ୍ତୁ ଆଉ ନେକ୍ସଟ ଭିଡ଼ିଓରେ। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ମୁଁ ଦଶରଥ ପୁଣି ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। କାହିଁକିନା ଆଜି ମୁଁ ଗୋଟେ ଏମିତି କଥା କହୁଛି, ମୁଁ କ'ଣ କହିବି, ଆପଣମାନେ ବି ସେମିତି ମାନେ ଏଇ କଥା ଆପଣମାନେ ବି ଜାଣିଥିବେ, କିନ୍ତୁ ତଥାପି ଆପଣମାନେ ଟିକେ ଶୁଣନ୍ତୁ ଯେ ପ୍ରକୃତରେ ଘଟଣାଟା କ'ଣ ହେଇଛି। କାହିଁକିନା ମୁଁ ଆଜି ସୁଦ୍ଧା ମୁଁ ବୁଝିପାରିଲି ନାହିଁ, ଆଜିକୁ ପ୍ରାୟ 10-12 ବର୍ଷ ହେଇଗଲାନି, 12 ବର୍ଷ ଉପରେ ହେଇଯିବ। କାହିଁକିନା ଆମର ଯେଉଁ ଜୀବନରେ ନା ସେ କାହାରି ଭଲ କାମ କେବେ କରନ୍ତୁ ନାହିଁ। କାହିଁକି ମୁଁ କହୁଛି, ଆମେ ତ ଯେହେତୁ ଆମେ ଶୁଣି ଆସିଛେ ଯେ ଆଗରୁ ନା ଯେତେବେଳେ ଆମେ ପାଠ ପଢ଼ୁଥାଏ ସ୍କୁଲରେ, ଆମେ ସେତେବେଳେ ଶୁଣି ଆସିଛେ ନା ଆମେ ବଡ଼ ହେଲେ ଆମେ କିଛି କରିବା, ଭଲ କାମ କରିବା, ଭଲ ବାଟରେ ଚାଲିବା। କିନ୍ତୁ ମୁଁ କହୁଛି ଆଜି, କାହିଁକିନା ଆପଣମାନେ କେବେ ହେଲେ ବି ଭଲ ବାଟ ମାନେ କ'ଣ, ଭଲ ବାଟ ଆପଣ ବାଛନ୍ତୁ, କିନ୍ତୁ ଅଧିକ ଭଲ ବି ଆପଣମାନେ ହୁଅନ୍ତୁ ନାହିଁ। କାହିଁକିନା ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଆପଣଙ୍କର ନିଜର କେମିତି ଉନ୍ନତି ହେବ, ସେଇଟା ହିଁ ସବୁଠୁ ଆମର ଭଲ ଆଜିକାଲି ଦୁନିଆରେ। କାହିଁକିନା ମାନେ ଅଧିକାଂଶ ଲୋକ ତ କୁହନ୍ତି ନିଜ ପାଇଁ ସେ କରୁଛି ସବୁ, ସେ ସ୍ୱାର୍ଥପରଟା ସେ, କିନ୍ତୁ ଏଇଠି ଦୁନିଆ ଲୋକ ସବୁ ସ୍ୱାର୍ଥପର, ବୁଝିପାରିଲେ ନା। ଆପଣମାନେ ଦେଖନ୍ତୁ, ଆଜିକୁ 10-15 ବର୍ଷ, ମୁଁ ଯେବେଠୁ ମୋର 18+ ହେଇଛି, ଯେ ମୁଁ ବହୁତ ଚେଷ୍ଟା କରୁଛି ଯେ ନା ଆମ ଗାଁର ଟିକେ ଆମର କିଛି ଉନ୍ନତି ହଉ। ଯେ ଆମ ରାଜନୀତିରେ ମୁଁ କେବେ ଓହ୍ଲେଇ ନଥିଲି, ମୁଁ ରାଜନୀତିରେ ଯେବେଠୁ ମୁଁ ଓହ୍ଲେଇଲି, ଯେ ମୁଁ ଦେଖିଲି ପ୍ରଥମ ଯେ ଗାଁର ଅବସ୍ଥା କ'ଣ କେମିତି ହେଇଛି। ବହୁତ ପ୍ରୋବ୍ଲେମ୍ ଅଛି ଗାଁରେ। ତ ତେଣୁକରି ମୁଁ ବାହାରିଲି ଯେ ନା କିଛି ମୁଁ କରିକି ଦେଖେଇବି, ନା ଆମର ଗାଁରେ କ'ଣ ପାଇଁ କାମ ହେଉନାହିଁ, ଯେ ରାସ୍ତାଘାଟ ଠିକ୍ କାହିଁକି ହେଉନାହିଁ, କି ଟ୍ୟୁବୱେଲ୍ ହେଉନାହିଁ। ତ ମୁଁ ସେଇ ଲାଇନ୍ରେ ବାହାରିଲି। ତ ଆପଣମାନେ ଦେଖନ୍ତୁ, ମାନେ ପଞ୍ଚାୟତରେ ଯାଇକି କେତେ ସବୁ ମାନେ ନିଜ ସମ୍ପର୍କ ଭିତରେ ଆମର ଯେଉଁ ସେତେବେଳେ ରହିଥିଲେ ପଦବୀରେ, ମୁଁ ନାଁ ଧରିବାକୁ ଚାହୁଁନି, ତଥାପି ମୁଁ ସେମାନଙ୍କ ସହିତ ମାନେ ଫ୍ରଣ୍ଟ ଫାଇଟ୍ କରିକି ଯେହେତୁ ସବୁ ଗାଁର ଅଧିକାଂଶ ମାନେ କ'ଣ ଆଉ କହିବି, ଏଇ ମାନେ କ'ଣ, ମୁଁ ଯେବେଠୁ ମୁଁ ଦେଖି ଆସିଛି ସେଇ କାମ ହେଉନଥିଲା, ମାନେ ଏଇ 2-3 ମାସ ଭିତରେ ସେ ସବୁ କାମ କରାଗଲା, ମାନେ ଗୋଟେ ଜିଦ୍ ନେଇକି। ତ ମାନେ ଗାଁର ଭଲ ପାଇଁ ସେଇଟା, ମାନେ ଆପଣ ଦେଖନ୍ତୁ, ଗାଁର ଭଲ ପାଇଁ, ଗାଁର ରାସ୍ତା, ଗାର୍ଡ଼ୱାଲ୍, ପାଚେରୀ ସବୁ ମାନେ କେତେ ସବୁ ଫାଇଟ୍ କରିକି ସବୁ କାମ କରାଗଲା। ଦେଖନ୍ତୁ, ଗାଁର କାମ କରିବ, କିନ୍ତୁ ଗାଁ ଲୋକ ମାନେ ବିରୋଧୀ କିଛି ଅଛନ୍ତି, ସବୁ ନୁହେଁ, କିଛି ଅଛନ୍ତି ବିରୋଧୀ କାମ ସବୁ କରନ୍ତି। ପ୍ରତ୍ୟେକ ଗାଁର ଏମିତି ହୁଏ। ତାପରେ ବି ଆମେ ବହୁତ ମାନେ କ'ଣ, ମୋତେ ବି କିଛି ମୋର ଭାଇମାନେ, କିଛି ସାଙ୍ଗମାନେ ସହଯୋଗ ଦେଇଥିଲେ। ତ ସେମାନଙ୍କ ପାଇଁ ଆମେ ବହୁତ କିଛି ଗାଁର ଆମର କାମ ସବୁ କରିଥିଲେ। ଗାଁର କାମ କରିସାରିଲା ପରେ ମୁଁ ଦେଖିଲି, ଆମେ କ'ଣ ଭାବିଲେ ଯେ ନା ପ୍ରକୃତରେ ଆମେ ଯାହାନି ଗୋଟେ ଗାଁର କିଛି କରିବା। କାହିଁକିନା ଆମେ ତ ସବୁବେଳେ ସରକାରକୁ ଦୋଷ ଦେଉଛେ, ନା ଆମର ଗାଁରେ ରାସ୍ତା ଠିକ୍ସେ ହେଇପାରୁନାହିଁ, ଆମର ଟ୍ୟୁବୱେଲ୍ଟି ହେଇପାରୁନାହିଁ, ଆମର ଅଙ୍ଗନବାଡ଼ିରେ ରୋଷେଇଆ ଘର ହେଇପାରୁନାହିଁ, ମାନେ ବହୁତ ପ୍ରକାର ପ୍ରୋବ୍ଲେମ୍ ହିଁ ବାହାରେ ସବୁ ଗାଁରେ। ତ ସେଇ କାମ ସବୁ ସଲ୍ଭ କଲା ପରେ ଲୋକ ସବୁ ଆମକୁ କ'ଣ କହିଲେ ଜାଣିଛ, ଯେ କହିଲେ ଏମାନେ ଏଇ କାମରେ ଘୁରୁ ବୁଲୁଥିଲେ ମାନେ ସେମାନେ କିଛି ପାଉଛନ୍ତି, ବୁଝିପାରିଲା। ଆରେ ଭାଇ, ଆମେ ତ ସବୁ ଦେଖନ୍ତୁ ନିଜ ପଇସା ଖର୍ଚ୍ଚ କରିକି ଆମେ ଯିଆଡ଼େ ସବୁ ଯିବା, ନିଜ ପଇସା ଖର୍ଚ୍ଚ ହେଉଥିଲା, ତାପରେ ବି ଗାଁ ପାଇଁ ସେ କାମ ସବୁ କଲେ। ତାପରେ ବି ଆମକୁ ଲୋକ କ'ଣ କହିଲେ, ନା ଏମାନେ ସବୁ ଟାଉଟର କରିକି ଖାଉଛନ୍ତି।
ଏଇଟା ହେଉଛି ଆମର ଗାଁର ସବୁ କାମ କରିବ ମାନେ ଏଇସବୁ ମାନେ ନାଁ ଶୁଣିବ, ମାନେ ଏଇଟା 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 ମାନେ ତୁମକୁ ଉପହାର ଦେବେ ନା କେତେ କଷ୍ଟ କରିକି ଆପଣ ମାନେ ସେ ପ୍ରୋଜେକ୍ଟ ଦେଇକି କାମ କରିବେ, ମାନେ ଲୋକ ସୁବିଧା ପାଇଁ, ମାନେ ଗାଁର ସୁବିଧା ପାଇଁ, ତାପରେ ବି ତୁମମାନଙ୍କୁ ଲୋକ କହିବେ ନା ଟାଉଟରଟା ସେ ପଇସା ମାରିକି ଖାଉଛି। ତାପରେ ଆମର ଗାଁର ଆମର ଲାଇନ୍ ପ୍ରୋବ୍ଲେମ୍ ହଉ, ଲାଇନ୍ ମାନେ କ'ଣ ଯେ ଆମର ଯେଉଁ ଆମର ତ ଅଧିକାଂଶ ଏଇଟା ହେଉଛି ଆମର ବଣ ଜଙ୍ଗଲ ଏରିଆ, ତ ଆମର ଏପଟେ ବାରମ୍ବାର ମାନେ ବହୁତ ଆମର ଏପଟେ ବହୁତ ଲାଇନ୍ କାଟା ହୁଏ, ମାନେ ଲାଇନ୍ କାଟନ୍ତି ବହୁତ, କାହିଁକିନା ଜଙ୍ଗଲ ଦେଇ ଆମର ଲାଇନ୍ଟି ମେନ୍ ଲାଇନ୍ 11 KV ଆସିଛି, ତ ତେଣୁ କରିକି ଆମର ଏଇଟା ଟିକେ ବହୁତ ଲାଇନ୍ର ଟିକେ ବହୁତ ପ୍ରୋବ୍ଲେମ୍ ଦେଖାଏ। ତ ଗାଁର ଯେବେ ବି ଯାହା ବି ଅସୁବିଧା ହେବ ଲାଇନ୍ର, ତ ଆମେ ସବୁ କରୁଥାଏ, ବୁଝିପାରୁନା। ଆମର ଯେବେ ବି ଆମର ଗାଁର ଟ୍ରାନ୍ସଫର୍ମା ଥରେ ନୁହେଁ ଦୁଇଥର ପୋଡ଼ିଗଲାନି, ତ ଆମେ ମାନେ କ'ଣ ନିଜ ହାତରୁ ପଇସା ଖର୍ଚ୍ଚ କରିକି ସମୟ ଦେଇକି ଇଲେକ୍ଟ୍ରି ଅଫିସ୍ ଯାଇକି କଥାବାର୍ତ୍ତା ହେଇକି ଆମେ ବହୁତ କ'ଣ ଆଉ କହିବି, ଆମ ଗାଁର ତ ମୁଁ ଜାଣିଛି, ତମ ଗାଁର ତାର ସେମିତି ହେଇଛି ନା ହେଇନାହିଁ ମୁଁ ତ କହିପାରିବି ନାହିଁ, କାହିଁକିନା ଏବେ ସୁଦ୍ଧା ଆମ ଗାଁରେ 70% ଲୋକ କହିବାକୁ ଗଲେ ଫ୍ରିରେ ଜାଳୁଛନ୍ତି। ବହୁତ କମ୍ ଲୋକ କହିବାକୁ ଗଲେ ତାଙ୍କର କନଜ୍ୟୁମର୍ ହେଇଛନ୍ତି, ବହୁତ କମ୍ ଲୋକ, ନହେଲେ ହଁ 60ରୁ 60% ଲୋକ ସବୁ ଲୋକ ଫ୍ରିରେ ସବୁ ଜାଳୁଛନ୍ତି। ଯେବେ ଆମର ମାର୍ଚ୍ଚ ମାସ ପଡ଼ିଯାଏ, ତ ସେଇ ସମୟରେ ଆମକୁ ମାନେ କ'ଣ ଲାଇନ୍ ବାଲା ସେପଟୁ ଆସନ୍ତି, ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଆସନ୍ତି, ପୁରା ଲାଇନ୍ କାଟି ଦିଅନ୍ତି, ପୁଣି 10-12 ଦିନ ଗାଁ ଅନ୍ଧାର। ସେଇ ସମୟରେ ପୁଣି ଆମେ ଯିବୁ, କିଛି ଆଉ କିଛି ବି ଅଛନ୍ତି ମୋର ସାଙ୍ଗ କିଛି ବି ଅଛନ୍ତି, ସେମାନେ ସବୁ ବାହାରିକି ସବୁ ଆମେ ସେଇ କାମ ସବୁ ସର୍ଟ ଆଉଟ୍ କରୁ। ତାପରେ ବି ଆମର ଦେଖନ୍ତୁ, ମୁଁ ଆଜି ଏତକ ମୋର କହିବାର କାରଣ ହେଉଛି କାହିଁକିନା ମୋତେ ଆଜି ଟିକେ ଆଗରୁ ବି ସେମିତି ହୁଏ, କେବେ ହେଲେ ମୁଁ ଏଇ କଥା କହୁନଥିଲି, କିନ୍ତୁ ଏଇଥରଠୁ ମୁଁ ଆଉ କେବେ ହେଲେ ଗାଁର ଆଉ କିଛି କାମ ମୁଁ କରିବି ନାହିଁ। ମୋ ନିଜର ହିଁ ଦେଖିବି, ନିଜର ହିଁ ଦେଖିବ ସବୁଠୁ ହେଉଛି ଭଲ କାମ, ବୁଦ୍ଧିମାନର କାମ। ମୁଁ ଯିଏ ବି ଦେଖିଛି, ଯେଉଁ ଆମର ଯେ ବୁଦ୍ଧିଜୀବୀ ବି ହଉ, ସେ ଦେଖିଛି ଯେ ଆମର ଲୋକମାନଙ୍କର ସାହାଯ୍ୟ କର, ଲୋକମାନଙ୍କର ଭଲ କାମ କର, ସେ ଲୋକଟା ଯେ କେତେ ବୁଦ୍ଧିମାନ ମୁଁ କିଛି ଜାଣିପାରୁନାହିଁ। କାହିଁକିନା ଦେଖନ୍ତୁ, ମାନେ ଏତେ ସବୁ ଲୋକମାନଙ୍କର ଭଲ କାମ କଲା ପରେ ବି ଯେ ଆମର ପ୍ରତ୍ୟେକ କ୍ଷେତ୍ରରେ, ଗାଁର ପ୍ରତ୍ୟେକ କ୍ଷେତ୍ରରେ ଆମେ ଭଲ କାମ କରିବା ପାଇଁ ବାହାରୁ, ତାପରେ ବି ଦେଖନ୍ତୁ ଏବେ ଆମର ବିଲ ରୁଆ ଚାଲିଛି, ତ ବିଲ ରୁଆ କିଛି ମୁଁ ଭିଡ଼ିଓ କରିଛି, ଆମର ମୁଁ କହିବି ଆପଣମାନଙ୍କୁ କହୁଛି, କାହିଁକିନା ଦେଖନ୍ତୁ ଆମର ଗାଁର ଅଧିକାଂଶ, ଆମ ଗାଁର ହଁ 60% ପ୍ରାୟ ସବୁ ଲୋକ କାମ କରିତେ ଯାଆନ୍ତି, କାମ କରନ୍ତି ଲୋକମାନଙ୍କର, କାହିଁକିନା ଏହି ସମୟରେ ଆମର ରୁଆ ରୁଇ ଚାଲିଛି, ତ ତେଣୁ କରିକି ସେମାନେ ସବୁ ବାହାରକୁ ପଳାଉଛନ୍ତି କାମ କରନ୍ତି, ବାହାରକୁ ମାନେ ଏଇଠୁ ପ୍ରାୟ 8-10 କିଲୋମିଟର ଦୂର। ତ ମୁଁ ଦେଖନ୍ତୁ, ମୁଁ ଯେବେ ଯେଉଁ ମୁଁ ଡାକୁଛି କାମ, ସେ ଲୋକ ସବୁ ଆସୁନାହାନ୍ତି। ଦେଖନ୍ତୁ ତାଙ୍କ ଅସୁବିଧାରେ ଆମେ ଛିଡ଼ା ହୁଏ, କିନ୍ତୁ ସେମାନେ କିଛି ପଇସା ପାଇଁ, ଦେଖନ୍ତୁ ଆମେ କ'ଣ ଯେ ଡାକୁଛେ, ଯେତେବେଳେ ଆମ ବିଲ ରୁଆ ଯେ ଆମେ ଡାକିବା, ଆମେ କ'ଣ ପଇସା ଦେବାନି? ଆମେ ନିହାତି ପଇସା ଦେବା, କିନ୍ତୁ ଆପଣମାନେ ଦେଖନ୍ତୁ କିଛି ମାନେ ଯେହେତୁ ସେମାନେ 8-10 କିଲୋମିଟର ବାହାରକୁ ଯାଉଛନ୍ତି, ତ ସେମାନଙ୍କୁ 50 ଟଙ୍କା ଅଧିକ ମିଳୁଛି, ତ ତେଣୁ କରିକି ସେମାନେ ଆମର ଆଉ ଗାଁର କାମ ଏତେ ଆଉ କରୁନାହାନ୍ତି। ମୁଁ ସେଇ ଲୋକମାନଙ୍କୁ ମୁଁ କହୁଛି, ଆପଣ ଏବେ ଖାଲି 50 ଟଙ୍କା କାମ ପାଇଁ ଅଧିକ ମାନେ କ'ଣ ଆପଣ ସବୁ ବାହାରକୁ ଯାଉଛନ୍ତି, ତ ଠିକ୍ ଅଛି, ଆପଣ କିଛି ପଇସା ପାଇଁ ବି ଆପଣ ଯାଉଛନ୍ତି ବାହାରକୁ, ତ ମୋର କହିବାର ଅର୍ଥ ହେଉଛି, ଆମେ ଯେଉଁ ଗାଁର ଯେତେବେଳେ ଯେ ଆମର କିଛି ଅସୁବିଧା ହୁଏ, ଆମେ ଯେଉଁ ବାହାରେ ସେଇ କାମ ଯେଉଁ ସର୍ଟ ଆଉଟ୍ କରେ, ଆପଣମାନେ ତ ସେତେବେଳେ ସବୁ ଘରୁ ତ କେହି ବାହାରନ୍ତୁ ନାହିଁ, କି ତ ଆପଣମାନେ କି ଯେ କ୍ଷେତ୍ରରେ ଆପଣ ତ କେବେ ବି ବାହାରିବେନି କି କୁଆଡ଼େ ବି ଯିବେ ନାହିଁ, ତ
ଆମେ ସବୁ ସେଇ କାମ ନିଜ ଘରେ ଖାଇ ନିଜ ପଇସାରୁ ଗାଡ଼ି ତେଲ ପୋଡ଼ିକି ଆମେ ଯେ ଯାଏ ସେଇ କାମ ଯେ ସବୁ କରେ ଆମର ମାନେ କରିବାର ଫାଇଦା କ'ଣ? ଏଇ ଗାଁର ଆମେ କରିକି ଫାଇଦା କ'ଣ? ସେଥିପାଇଁ ମୁଁ ଦେଖୁଛି ଆମର ଯେଉଁ ଯେତିକି ବି ଅଛି ଆଦିବାସୀ ଗାଁ ଏମିତି ଦେଖନ୍ତୁ ଆପଣ ଆଦିବାସୀ ଗାଁ ପଶିବ ମାନେ ଆପଣଙ୍କୁ ଜଣା ପଡ଼ିଯିବ ଏଇଟା ଆଦିବାସୀ ଗାଁ। ଏଇଥିପାଇଁ ସବୁ ଦେଖନ୍ତୁ ଯିଏ ବି ଧର ଯେଉଁ ଗାଁର କିଛି କରିବାକୁ ବାହାରୁଥିବ ଏକରେ ତାକୁ ତ ଟାଉଟର ଯାହା କହିବା କଥା ତ କହିବେ ତାପରେ ବି ମାନେ କ'ଣ ସେ ତାଙ୍କର ଦେଖ ମୁଁ ଏବେ ଆମର କାମ ଚାଲିଛି ନହେଲେ 2-3 ଦିନ ଆସିଲେ ଆମର ଟିକେ ରୁଆ ସରିଗଲେ ତାପରେ ଆପଣ ବାହାରକୁ ଯାଇକି ଖଟି ପାରିବେ। ତ ଦେଖନ୍ତୁ ସେଇ ଲୋକମାନଙ୍କୁ କେତେ ହେଲ୍ପ କରାଯାଇଛି ସବୁର। ଯେବେ ଆମ ଏଇ 2 ବର୍ଷ ପୂର୍ବରୁ ଯେ ଆମର ଗଡ଼ିଆ ଯେତିକି ଖୋଳା ହେଲା ପ୍ରାୟ 3-4ଟା ଆମ ଗାଁର ଗଡ଼ିଆ ଖୋଳା ହେଲା ଆମେ ହିଁ ସେ ସଏଲ୍ କନଜର୍ଭେସନ୍ରୁ ପକେଇକି ଗଡ଼ିଆ ଖୋଳା ହେଲା। ବହୁତ ସେମିତି ଲୋକ ଅଛନ୍ତି ସେମାନେ ମାଟି ପକେଇ ପାରୁନଥିଲେ ଆମେ ଯାଇକି ମାଟି ପକେଇକି ମାସେ 2 ମାସ ପରେ ତାଙ୍କଠୁ ମାନେ ବହୁତ କମର ମାଟି ଯୋଗାଇ ଦେଇଛେ। ଦେଖନ୍ତୁ ଆମେ ତାଙ୍କ ଅସୁବିଧାରେ ଆମେ ସବୁବେଳେ ରହୁଛେ ସବୁବେଳେ ସାପୋର୍ଟ ଦେଉଛେ କିନ୍ତୁ ଆମର ଟିକେ ଖାଲି ଆମକୁ ସେମାନେ କେହି ଚାହୁଁନାହାନ୍ତି। ତ ତେଣୁ କରିକି ମୋର ଯେତିକ ବି ଭାଇମାନେ